ଲିଖନୀରେ କାହାଣୀ। ଆଜିର ଗଳ୍ପ ହରିଣ ଓ କାଉ। ବଣରେ ହରିଣଟିଏ ଥିଲା। ତାର ସାଙ୍ଗ କାଉ ଗଛ ଉପରେ ରହୁଥିଲା। ଦିନେ ବିଲୁଆଟିଏ ଆସିଲା। ହରିଣକୁ ଖାଇବାକୁ ମନ କଲା। ସେଥିପାଇଁ ଗୋଟିଏ ଉପାୟ ଭାବିଲା। ହରିଣ ପାଖକୁ ଗଲା। ତାକୁ କହିଲା, ଗାଁ ପାଖରେ ଧାନ ବିଲ ଅଛି, ଚାଲ ସେଠାକୁ ଯାଇ ଧାନ ଖାଇବା। ବିଲୁଆ କଥା ଶୁଣି ହରିଣ ମନରେ ଲୋଭ ଆସିଲା। ଦୁଇ ଜଣ ସାଥୀ ହୋଇ ବିଲ ପାଖକୁ ଗଲେ। ହରିଣ ଧାନ ଖାଇଲା। ଏ କଥା ଦେଖି କାଉ ହରିଣକୁ ମନା କଲା, ହେଲେ ହରିଣ ତା କଥା ଶୁଣିଲା ନାହିଁ। ସବୁଦିନ ବିଲୁଆ ଓ ହରିଣ ଧାନ ବିଲ ପାଖକୁ ଯାଆନ୍ତି। କାଉ ଲୁଚି ଲୁଚି ତାଙ୍କ ପଛରେ ଯାଏ। ଚାଷୀ ଦେଖିଲା ବିଲରୁ ଧାନ କିଏ ଖାଇଯାଉଛି, ସେଥିପାଇଁ ସେ ବିଲରେ ଜାଲ ବିଛାଇଲା। ପ୍ରତିଦିନ ଭଳି ହରିଣ ଓ ବିଲୁଆ ପୁଣି ବିଲକୁ ଗଲେ। ହେଲେ ସେଦିନ ହରିଣ ଯେମିତି ଧାନ ଖାଇବା ପାଇଁ ଯାଇଛି, ଜାଲରେ ପଡ଼ିଗଲା। ବିଲୁଆ ଏସବୁ ଦେଖି ସେଠାରୁ ପଳାଇ ଯାଇ ବୁଦାମୂଳେ ଲୁଚି ବସିଲା। କାଉ ହରିଣକୁ ଜାଲରେ ପଡ଼ିଥିବାର ଦେଖି ମନ ଦୁଃଖ କଲା। ତା ପାଖକୁ ଗଲା। କାଉକୁ ଦେଖି ହରିଣ ଆଖିରୁ ଲୁହ ବୋହିଗଲା। କାଉ ହରିଣକୁ କହିଲା, ବନ୍ଧୁ, ମୁଁ ତୁମକୁ ମନା କରିଥିଲି, ହେଲେ ତୁମେ ମୋ କଥା ସେଦିନ ଶୁଣିଲ ନାହିଁ। ଆଜି କିନ୍ତୁ ଯାହା କହୁଛି ତୁମେ ମନ ଦେଇ ଶୁଣ, ନହେଲେ ତୁମେ ବିପଦରେ ପଡ଼ିଯିବ। ହରିଣ କହିଲା, ବନ୍ଧୁ, ମୁଁ ସେଥିପାଇଁ ଦୁଃଖିତ, ହେଲେ ଆଜି ତୁମେ ଯାହା କହିବ ମୁଁ ତୁମ କଥା ସବୁ ମାନିବି। କାଉ କହିଲା, ବନ୍ଧୁ, ତୁମେ ମଲା ଭଳି ପଡ଼ି ରହିବ। ଚାଷୀ ଯେତେବେଳେ ଜାଲ ଖୋଲିଦେବ, ମୁଁ କା କା ବୁବାଇ ଦେଲା ମାତ୍ରେ ତୁମେ ଧଡ଼ପଡ଼ ଦୌଡ଼ିବା ଆରମ୍ଭ କରିଦେବ। କାଉ କଥା ମାନି ହରିଣ ମଲା ଭଳି ପଡ଼ି ରହିଲା। ଚାଷୀ ଆସିଲା। ହରିଣକୁ ଦେଖି ଭାବିଲା ସେ ମରିଯାଇଛି। ଚାଷୀ ଜାଲ ଖୋଲିଦେଲା। ଠିକ୍ ଏହି ସମୟରେ କାଉ କା କା ବୁବାଇ ଦେଲା। ଯେମିତି କାଉର ରାବ ଶୁଣିଛି ହରିଣ ଉଠି ପଡ଼ି ଦୌଡ଼ି ପଳାଇଲା। ଚାଷୀ ରାଗି ଯାଇ ବାଡ଼ିଟିଏ ହରିଣ ଉପରକୁ ଛାଟିଦେଲା। ବାଡ଼ିଟି ହରିଣ ଦେହରେ ନ ବାଜି ବୁଦାମୂଳରେ ଲୁଚି ବସିଥିବା ବିଲୁଆ ଗୋଡ଼ରେ ବାଜିଲା। ତା ଗୋଡ଼ ଛୋଟା ହୋଇଗଲା। କାଉ ପାଇଁ ହରିଣ ରକ୍ଷା ପାଇଲା। ବିଲୁଆ ନିଜ ଦୁଷ୍ଟ ବୁଦ୍ଧି ପାଇଁ ଛୋଟା ହୋଇ ରହିଲା। ଲେଖନୀରେ କାହାଣୀ ଗଳ୍ପଟି ଆପଣମାନଙ୍କୁ ଭଲ ଲାଗିଥିଲେ ଭିଡ଼ିଓଟିକୁ ଲାଇକ୍ କରିଦିଅନ୍ତୁ, ସେୟାର କରିଦିଅନ୍ତୁ ଏବଂ ଗଳ୍ପଟି ଭଲ ଲାଗିଥିଲେ କିମ୍ବା ଖରାପ ଲାଗିଥିଲେ ଆପଣମାନେ କମେଣ୍ଟ ଦ୍ୱାରା ଆମକୁ ଜଣାନ୍ତୁ। ଆପଣମାନଙ୍କର କମେଣ୍ଟ ଆମ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଦର୍ଶକ ବନ୍ଧୁ, ଏମିତି ଭଲ ଭଲ ଗଳ୍ପ ଶୁଣିବାକୁ ଚାହୁଁଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ କରିଦିଅନ୍ତୁ ଏବଂ ପାଖରେ ଥିବା ବେଲ୍ ଆଇକନଟିକୁ ଦବାଇ ଦିଅନ୍ତୁ, ଯାହାଫଳରେ ଭିଡ଼ିଓର ପ୍ରଥମ ନୋଟିଫିକେସନ ଆପଣ ପାଇପାରିବେ। ଦର୍ଶକ ବନ୍ଧୁ, ପୁଣି ଆଉ ଥରେ ଦେଖା ହେବ ଲେଖନୀର କାହାଣୀରେ ଆଉ ଗୋଟେ ଅଧ୍ୟାୟରେ। ସେ ପର୍ଯ୍ୟନ୍ତ ରହୁଛି, ନମସ୍କାର।